କେମିତି ଅଛ ପିଲାମାନେ? ଭଲରେ ଅଛ? ମୁଁ ବି ଭଲରେ ଅଛି। ଓ ପିଲାମାନେ, ଆଜି ଗୋଟେ ପାଠ ପଢିବା। କ'ଣ ପଢିବା? ପ୍ରକୃତି ଯାତ୍ରା। ଚାଲ ଆଗକୁ ପାଠ ପଢିବା। ପିଲାମାନେ, ଆଜି ଆମେ ପଢିବା ବଣ ଓ ପଶୁପକ୍ଷୀ ମାନଙ୍କ ବିଷୟରେ। ପିଲାମାନେ, ତୁମକୁ ଗପ ଭଲ ଲାଗେ? ଭଲ ଲାଗେ? ଆଜି ଆମେ ଗପଟେ ଶୁଣିବା। ଗପଟିର ନାଁ ହେଲା ଜଙ୍ଗଲର ପ୍ରାଣୀମାନଙ୍କ ସୁରକ୍ଷା। ଏକ ସମୟରେ ଘନ ଜଙ୍ଗଲରେ ବହୁତ ପ୍ରାଣୀ ରହୁଥିଲେ। ସେଠାରେ ବାଘ, ହାତୀ, ହରିଣ, ମାଙ୍କଡ଼ ଓ ଅନେକ ପକ୍ଷୀମାନେ ଶାନ୍ତିରେ ବାସ କରୁଥିଲେ। ସେଇ ଜଙ୍ଗଲରେ କିଏ କିଏ ରହୁଥିଲେ ପିଲାମାନେ? ସେଇ ଜଙ୍ଗଲରେ ବାଘ, ହାତୀ, ହରିଣ, ମାଙ୍କଡ଼ ଓ ଅନେକ ପକ୍ଷୀମାନେ ରହୁଥିଲେ। ସେହି ଜଙ୍ଗଲର ରାଜା ଥିଲା ବାଘ। ସେଇ ଜଙ୍ଗଲର ରାଜା କିଏ ଥିଲା? ହଁ, ସେଇ ଜଙ୍ଗଲର ରାଜା ଥିଲା ବାଘ। ଦିନେ କିଛି ଶିକାରୀ ଜଙ୍ଗଲକୁ ଆସିଲେ। ସେମାନେ ପ୍ରାଣୀମାନଙ୍କୁ ଧରିବା ପାଇଁ ଜାଲ ବିଛେଇଲେ। ପ୍ରାଣୀମାନଙ୍କୁ ଧରିବା ପାଇଁ କିଏ ଜାଲ ବିଛେଇଲେ? ହଁ, ପ୍ରାଣୀମାନଙ୍କୁ ଧରିବା ପାଇଁ ଶିକାରୀମାନେ ଜାଲ ବିଛେଇଲେ। ଏହା ଦେଖି ଏକ ଛୋଟ ମାଙ୍କଡ଼ ଭୟ ପାଇଗଲା ଏବଂ ସମସ୍ତ ପ୍ରାଣୀଙ୍କୁ ଖବର ଦେଲା। ସମସ୍ତ ପ୍ରାଣୀ ଏକାଠି ହୋଇ ଉପାୟ ଚିନ୍ତା କଲେ। ଉପାୟ ଅନୁଯାୟୀ ହାତୀ ତାର ଶକ୍ତିରେ ଶିକାରୀମାନଙ୍କ ଜାଲ ଭାଙ୍ଗିଦେଲା। ହାତୀ ବହୁତ ଶକ୍ତିଶାଳୀ ନା, ସେ ତାର ଶକ୍ତିରେ ଶିକାରୀମାନଙ୍କ ଜାଲ ଭାଙ୍ଗିଦେଲା। ମାଙ୍କଡ଼ ଗଛ ଉପରୁ ଚିତ୍କାର କରି ଲୋକମାନଙ୍କ ଧ୍ୟାନ ଆକର୍ଷଣ କଲା। ପକ୍ଷୀମାନେ ଉଡ଼ିଯାଇ ନିକଟସ୍ଥ ଗାଁର ଲୋକମାନଙ୍କୁ ସୂଚନା ଦେଲେ। ସେହି ଜଙ୍ଗଲର ପକ୍ଷୀମାନେ ନିକଟସ୍ଥ ଗାଁକୁ ଗଲେ ଗାଁର ଲୋକମାନଙ୍କୁ ସୂଚନା ଦେଲେ। ଗାଁର ଲୋକମାନେ ଆସି ଶିକାରୀମାନଙ୍କୁ ଧରି ପୁଲିସଙ୍କ ହାତରେ ଦେଲେ। ସେ ଯେଉଁ ଗାଁର ଲୋକମାନେ ଥିଲେ, ସେମାନେ ସେହି ଶିକାରୀମାନଙ୍କୁ ଧରି ପୁଲିସଙ୍କ ହାତରେ ଦେଲେ। ସେହି ଦିନରୁ ସମସ୍ତ ପ୍ରାଣୀ ବୁଝିଲେ ଯେ ଏକତା ଓ ସଚେତନତା ଦ୍ୱାରା ସେମାନେ ନିଜକୁ ସୁରକ୍ଷା କରିପାରିବେ। ସେହି ଘଟଣା ପରେ ସମସ୍ତ ପ୍ରାଣୀମାନେ ଏହା ବୁଝିଗଲେ। ଯଦି ସେମାନେ ଏକାଠି ରହିବେ ଓ ସବୁବେଳେ ସଚେତନ ରହିବେ, ତେବେ ସେମାନେ ନିଜକୁ ବିପଦରୁ ରକ୍ଷା କରିପାରିବେ। ଏହି ଗପଟିରୁ ଆମେ କ'ଣ ଶିଖିଲେ? ହଁ, ପ୍ରକୃତିର ପ୍ରାଣୀମାନଙ୍କୁ ସୁରକ୍ଷା କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ। ପିଲାମାନେ, କହିଲ ଦେଖି, ଏହା ଏକ କେଉଁ ପରିବେଶ? ହଁ, ଠିକ୍ କହିଛ। ଏହା ଏକ ଜଙ୍ଗଲର ପରିବେଶ। ତମେ ଜଙ୍ଗଲ ଦେଖିଛ? ହଁ, ଦେଖିଛ? ଏହି ଚିତ୍ରରେ ତମେ କେଉଁ କେଉଁ ପଶୁ ସବୁ ଦେଖୁଛ? କେତୋଟି ପଶୁର ନାମ କୁହ? ହଁ, ହରିଣ। ହରିଣ ଅଛି ନା? ସମ୍ବର। ଆଉ କେତୋଟି ପଶୁର ନାମ କୁହ?
ବାଘ, ଭାଲୁ, ହାତୀ, ସିଂହ, ଠେକୁଆ, ମାଙ୍କଡ଼, ଶିଆଳ, ଗଧିଆ। ପିଲାମାନେ, ଏହି ଜଙ୍ଗଲ ପରିବେଶରେ ପକ୍ଷୀମାନେ ରହୁଛନ୍ତି କି ନାହିଁ? ପିଲାମାନେ, କେତୋଟି ପକ୍ଷୀର ନାମ କୁହ? ହଁ, ବଣି, କପୋତ। ଠିକ୍ ଉତ୍ତର ଦେଇଛ। ଆଉ କେତୋଟି ପକ୍ଷୀର ନାମ କୁହ? କାଉ, ଶୁଆ, କୋଇଲି, ପେଚା, ମୟୂର, ଶାଗୁଣା, ଭଦଭଦଳିଆ। ଠିକ୍ ଉତ୍ତର ଦେଇଛ। ତାହେଲେ ଆଜି ଆମେ ପ୍ରାଣୀମାନଙ୍କର ସୁରକ୍ଷା ପାଇଁ କେତୋଟି ନିୟମ ସମ୍ବନ୍ଧରେ ଜାଣିବା। ଚିଡ଼ିଆଖାନା କିମ୍ବା ଜଙ୍ଗଲ ମଧ୍ୟରେ ଯିବାବେଳେ କେଉଁ କେଉଁ ନିୟମ ମାନିବା ତା ସମ୍ବନ୍ଧରେ ପଢ଼ିବା। ଚିଡ଼ିଆଖାନା କିମ୍ବା ଜଙ୍ଗଲ ମଝିରେ ଯିବାବେଳେ କେଉଁ ନିୟମ ଗୁଡ଼ିକ ମାନିବା ଉଚିତ ତମେ ଜାଣିଛ କି? ଆସ ସେହି ନିୟମ ଗୁଡ଼ିକୁ ଜାଣିବା। ନୂଆ ଜାଗାରେ ସାବଧାନରେ ରୁହନ୍ତୁ। ଆମେ ନୂଆ ଜାଗା ଯୋଉ ଯିବା ଜଙ୍ଗଲ ମଧ୍ୟରେ ସାବଧାନରେ ରହିବା। ଦୟାକରି ପ୍ରାଣୀମାନଙ୍କୁ ବିରକ୍ତ କରନ୍ତୁ ନାହିଁ, କାହିଁକି ନା ପ୍ରାଣୀମାନେ ଆମ ପରି ପ୍ରକୃତିର ଏକ ଅଂଶ। ସେମାନେ ଶାନ୍ତିରେ ବଞ୍ଚିବାକୁ ଚାହାନ୍ତି। ଆମେ ସେମାନଙ୍କୁ ବିରକ୍ତି କଲେ ସେମାନେ ଭୟଭୀତ ହୋଇପାରନ୍ତି କିମ୍ବା ଆମକୁ କ୍ଷତି କରିପାରନ୍ତି। ପ୍ରାଣୀମାନଙ୍କୁ ଖାଇବାକୁ ଦିଅନ୍ତୁ ନାହିଁ। ପ୍ରାଣୀମାନଙ୍କୁ ଅନିୟନ୍ତ୍ରିତ ଭାବେ ଖାଇବାକୁ ଦେବା ଭଲ ନୁହେଁ। ଏଥିରେ ସେମାନଙ୍କ ସ୍ୱାଭାବିକ ଖାଦ୍ୟ ଅଭ୍ୟାସ ବିଗିଡ଼ିଯାଏ ଓ ସ୍ୱାସ୍ଥ୍ୟର କ୍ଷତି ହୋଇପାରେ। ଗଛ ଏବଂ ଫୁଲର କୌଣସି କ୍ଷତି କରନ୍ତୁ ନାହିଁ। ଗଛ ଓ ଫୁଲ ପ୍ରକୃତିର ଅତ୍ୟନ୍ତ ମୂଲ୍ୟବାନ ଅଂଶ। ସେମାନେ ଆମକୁ ଶୁଦ୍ଧ ବାୟୁ, ଖାଦ୍ୟ ଓ ଛାୟା ଦିଅନ୍ତି। ସେଇଥିପାଇଁ ଆମର କର୍ତ୍ତବ୍ୟ ଗଛକୁ କାଟିବା ନାହିଁ, ଗଛର ଶାଖା ଭାଙ୍ଗିବା ନାହିଁ, ଫୁଲ ଓ ଛୋଟ ଉଦ୍ଭିଦକୁ ରକ୍ଷା କରିବା। ତୁମର ପୋଷା ପ୍ରାଣୀ ଦହନଶୀଳ, ବିସ୍ଫୋରକ ଦ୍ରବ୍ୟ ଏବଂ କୌଣସି ପ୍ରକାର ମାରଣାସ୍ତ୍ର ସାଥିରେ ନିଅନ୍ତୁ ନାହିଁ, କାହିଁକି ନା ଏହା ଦ୍ୱାରା ଜଙ୍ଗଲରେ ଅଗ୍ନିକାଣ୍ଡ ହୋଇପାରେ, ପଶୁପକ୍ଷୀମାନଙ୍କ ଜୀବନକୁ ବିପଦ ହୁଏ, ପରିବେଶ ଓ ପ୍ରାକୃତିକ ସମତା ନଷ୍ଟ ହୋଇପାରେ, ଲୋକମାନଙ୍କ ସୁରକ୍ଷାକୁ ମଧ୍ୟ ପ୍ରଭାବ ପକାଏ। ସେଇଥିପାଇଁ ବନର ସୁରକ୍ଷା ଓ ସମସ୍ତଙ୍କ ଭଲ ପାଇଁ ଏହିପରି ବସ୍ତୁ ନେଇଯିବାକୁ ଆମକୁ ନିଷେଧ କରାଯାଇଥାଏ। କୌଣସି ପଲିଥିନ୍ ବ୍ୟାଗ ନିଅନ୍ତୁ ନାହିଁ, କାରଣ କୌଣସି ପଲିଥିନ୍ ବ୍ୟାଗରେ ପରିବେଶକୁ ଦୂଷିତ କରେ। ଏହା ସହଜରେ ଗଳେ ନାହିଁ। ପଶୁପକ୍ଷୀ ଏହା ଖାଇ ଅସୁସ୍ଥ ହୋଇପାରନ୍ତି। ମାଟି ଓ ପାଣିକୁ କ୍ଷତି କରିପାରେ। ସର୍ବସାଧାରଣଙ୍କ ଦ୍ୱାରା ବ୍ୟବହୃତ ହେଉଥିବା ଜିନିଷର କୌଣସି କ୍ଷତି କରନ୍ତୁ ନାହିଁ।
କାହିଁକି ନା ଏଗୁଡ଼ିକୁ ସମସ୍ତଙ୍କ ପାଇଁ ଉପଯୋଗୀ। କ୍ଷତି କଲେ ଅନ୍ୟମାନେ ଅସୁବିଧାରେ ପଡ଼ନ୍ତି। ସାମୂହିକ ସମ୍ପତ୍ତି ସୁରକ୍ଷା ସମସ୍ତଙ୍କର ଦାୟିତ୍ୱ ଅଟେ। ସେଇଥିପାଇଁ ଏହିପରି ଜିନିଷକୁ ସୁରକ୍ଷିତ ରଖିବା ଆମ ସମସ୍ତଙ୍କର କର୍ତ୍ତବ୍ୟ। ଜଙ୍ଗଲ ମଝିରେ କୌଣସି ଆବର୍ଜନା ଫିଙ୍ଗନ୍ତୁ ନାହିଁ, କାହିଁକି ନା ଏହା ପରିବେଶକୁ ଦୂଷିତ କରେ। ପଶୁପକ୍ଷୀମାନେ ଏହା ଖାଇ ଅସୁସ୍ଥ ହୋଇପାରନ୍ତି। ଜଙ୍ଗଲର ସ୍ୱାଭାବିକ ସୌନ୍ଦର୍ଯ୍ୟ ନଷ୍ଟ ହୁଏ। ଅଗ୍ନିକାଣ୍ଡ ହେବାର ସମ୍ଭାବନା ମଧ୍ୟ ଥାଏ। ସେଇଥିପାଇଁ ଜଙ୍ଗଲକୁ ସଫା ଓ ସୁରକ୍ଷିତ ରଖିବା ପାଇଁ ଆବର୍ଜନା ପକାଇବା ଉଚିତ ନୁହେଁ। ଏହି ନିୟମଗୁଡ଼ିକୁ ପାଳନ କରିବା ଗୁରୁତ୍ୱପୂର୍ଣ୍ଣ କାହିଁକି? ଏହି ନିୟମଗୁଡ଼ିକୁ ପାଳନ କରିବା ଖୁବ୍ ଗୁରୁତ୍ୱପୂର୍ଣ୍ଣ, କାରଣ ଏହା ଆମ ସୁରକ୍ଷା, ପ୍ରାଣୀମାନଙ୍କ ସୁରକ୍ଷା ଓ ପରିବେଶ ସୁରକ୍ଷା ସହ ସମ୍ପୃକ୍ତ। ପିଲାମାନେ, ଏହି ସମସ୍ତ ନିୟମକୁ ମାନିବା ଅତ୍ୟନ୍ତ ଆବଶ୍ୟକ। ଯଦି ଆମେ ନିୟମ ପାଳନ କରିବା, ତେବେ ପରିବେଶ ସୁରକ୍ଷିତ ରହିବ, ପଶୁପକ୍ଷୀମାନେ ନିରାପଦ ରହିବେ ଓ ସମସ୍ତଙ୍କୁ କୌଣସି ଅସୁବିଧା ହେବ ନାହିଁ। ପ୍ରକୃତି ସୁନ୍ଦର ଓ ସଫା ରହେ, ପ୍ରାଣୀମାନଙ୍କ ଜୀବନ ସୁରକ୍ଷିତ ରହେ, ଲୋକମାନଙ୍କ ସୁରକ୍ଷା ନିଶ୍ଚିତ ହୁଏ। ସେଇଥିପାଇଁ ଏହି ନିୟମ ପାଳନ କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ। ପିଲାମାନେ, ଚାଲ କିଛି ଅଭ୍ୟାସ କାର୍ଯ୍ୟ କରିବା। ଠିକ୍ ଉତ୍ତର ପାଖରେ ରାଇଟ୍ ଚିହ୍ନ ଓ ଭୁଲ ଉତ୍ତର ପାଖରେ ଭୁଲ ଚିହ୍ନ ଦିଅ। 1 ନମ୍ବର, ଜଙ୍ଗଲ ମଧ୍ୟରେ ଆବର୍ଜନା ଫିଙ୍ଗିବା ଏକ ଭଲ ଅଭ୍ୟାସ ନୁହେଁ। ଠିକ୍ ଉତ୍ତର ହେବ ନା ଭୁଲ ଉତ୍ତର ହେବ ପିଲାମାନେ? ହଁ, ଏହା ଠିକ୍ ଉତ୍ତର। 2 ନମ୍ବରରେ, ପ୍ରାଣୀମାନଙ୍କୁ ବିରକ୍ତ କରିବା ଉଚିତ। ଠିକ୍ ଉତ୍ତର ହେବ କି ଭୁଲ ଉତ୍ତର ହେବ? ଏହା ଭୁଲ ଉତ୍ତର। ପ୍ରାଣୀମାନଙ୍କୁ ବିରକ୍ତ କରିବା ନାହିଁ। 3 ନମ୍ବରରେ, ଗଛ ଏବଂ ଫୁଲର କୌଣସି କ୍ଷତି କରିବା ଉଚିତ ନୁହେଁ। ଠିକ୍ ହେବ କି ଭୁଲ ହେବ? ହଁ, ଏହା ଠିକ୍ ଉତ୍ତର। ଗଛ ଏବଂ ଫୁଲର କୌଣସି କ୍ଷତି କରିବା ଉଚିତ ନୁହଁ। 4 ନମ୍ବରରେ, ଜଙ୍ଗଲ ମଧ୍ୟରେ କୌଣସି ପଲିଥିନ୍ ବ୍ୟାଗ ଫିଙ୍ଗିବା ଉଚିତ ନୁହେଁ। ଏହା ଠିକ୍ ଉତ୍ତର କି ଭୁଲ ଉତ୍ତର? ହଁ, ଏହା ଠିକ୍ ଉତ୍ତର। ଜଙ୍ଗଲ ମଧ୍ୟରେ କୌଣସି ପଲିଥିନ୍ ବ୍ୟାଗ ଫିଙ୍ଗିବା ଉଚିତ ନୁହେଁ। 5ରେ, ଜଙ୍ଗଲ ମଧ୍ୟରେ ପ୍ରାଣୀମାନଙ୍କୁ ଖାଇବାକୁ ଦେବା। ଏହା ଠିକ୍ ଉତ୍ତର ହେବ କି ଭୁଲ ଉତ୍ତର ହେବ? ଏହା ଭୁଲ ଉତ୍ତର। ଜଙ୍ଗଲ ମଧ୍ୟରେ ପ୍ରାଣୀମାନଙ୍କୁ ଖାଇବାକୁ ଦେବା ନାହିଁ। ପିଲାମାନେ, ମୁଁ ଆଶା କରୁଛି ଏହି ପାଠଟିକୁ ତୁମେ ଭଲସେ ବୁଝି ଯାଇଥିବ। ଏଥିରୁ ଆମେ କ'ଣ ଶିଖିଲେ? ଚିଡ଼ିଆଖାନା କିମ୍ବା ଜଙ୍ଗଲରେ ଯିବା ବେଳେ ଆମେ କେଉଁ କେଉଁ ନିୟମ ମାନି ଚଳିବା, ଆଉ କେମିତି ଯିବା, ପଶୁପକ୍ଷୀମାନଙ୍କୁ କେମିତି ଆମେ ଭଲସେ ଦେଖିବା, ଆମେ ନିଜେ ସତର୍କ ହେବା, ସେ ବିଷୟରେ ପଢ଼ିଲେ ନା? ପିଲାମାନେ, ଚାଲ କିଛି ଅଭ୍ୟାସ କାର୍ଯ୍ୟ କରିବା। ପିଲାମାନେ, ତୁମେ ଘରକୁ ଯାଇ ପ୍ରାଣୀମାନଙ୍କର ସୁରକ୍ଷା ପାଇଁ ଆଉ କେଉଁ କେଉଁ ନିୟମ ପାଳନ କରାଯାଏ, ଘର ଲୋକଙ୍କ ସହିତ ଆଲୋଚନା କରି ତୁମ ଖାତାରେ ଲେଖି ଆଣିବ। ଏହା ହେଲା ତୁମ ଘର କାର୍ଯ୍ୟ। ଠିକ୍ ଅଛି ପିଲାମାନେ? ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।